ଆଜି ତୃତୀୟ ଶ୍ରେଣୀ ଆମ ଭାଷା ଆମ ସାହିତ୍ୟ ବହିର ଗୋଟେ ବିଷୟ ସବୁ ସୁନ୍ଦର ପଢ଼ିଲା ପରେ କେଡ଼େ ସୁନ୍ଦର ଲାଗିଲା ସେ ବିଷୟଟି। ଆସନ୍ତୁ ଟିକେ ଜାଣିବା ଆଉ ସେ ବହିଟା ଯେ ଯେଉଁ ବିଷୟଟି ଟିକେ ସବୁ ସୁନ୍ଦର ବିଷୟଟିକୁ ନେଇକି ଆମେ ସମ୍ପର୍କିତ କରିବା, ଯୋଡ଼ିଦେବା, ଯୋଡ଼ି ବସିବା ଗୋଟେ ମନର ପ୍ରଶ୍ନ ସହିତ। ମନର ପ୍ରଶ୍ନଟା ହେଉଛି, ମୁଁ ଶୁଣିଲି ଯେ ଶନିବାର କାଳେ ଝିଅ ବିଦା ହୁଅନ୍ତିନି ଘରୁ, ବା ଝିଅ ବୋହୂ ଯିବ ନାହିଁ ଶାଶୁ ଘରେ ଯାଇକି ପହଞ୍ଚିବ ନାହିଁ, ଶନିବାର କାଳେ ଯାଆନ୍ତି ନାହିଁ। ଇଏ ଅଶୁଭ ହେବ ବୋଲି ସେମାନେ କହିଲେ ଯେ ଶନିବାର ବୋହୂ ଆସିବ ନାହିଁ, ବାପ ଘରୁ ଶାଶୁ ଘରକୁ ଆସିବ ନାହିଁ। ଏଇଟା କେଡ଼େ ଦୂର ସତ, କେତେ ଦୂର ମିଛ କି କ'ଣ ମୁଁ ତ ଜାଣିପାରୁନାହିଁ। ଅନ୍ଧବିଶ୍ୱାସ କି କୁସଂସ୍କାର କ'ଣ ମୁଁ ତ ଜାଣିପାରୁନାହିଁ। କିନ୍ତୁ ଏଇ ବିଷୟଟା ପଢ଼ିଲା ପରେ ମୁଁ ଜାଣିପାରିଲି ଯେ ସବୁ ସୁନ୍ଦର ବିଷୟଟା ଆପଣମାନଙ୍କୁ ଜଣାଉଛି। ଆପଣମାନେ ଟିକେ ଶୁଣନ୍ତୁ, ତାପରେ ମୋତେ କହିବେ କେମିତି ଲାଗୁଛି। ଅଜା ବସିକି ପଢ଼ୁଛନ୍ତି ଦିନେ ତାଙ୍କ ବଗିଚାରେ, ରବିବାର ଥିଲା, ପଢ଼ୁଛନ୍ତି ବସିକି, ପେପର ପଢ଼ୁଛନ୍ତି। ଆଉ ଜେଜେ ପିଲାମାନଙ୍କୁ ନେଇକି ବସିଛନ୍ତି, ନାତି ନାତୁଣୀ ନେଇକି ବସିଛନ୍ତି। ଜେଜେ କହିଲେ, ପିଲେ ବିଭିନ୍ନ ଋତୁର ଆମ ବଗିଚାଟି କିପରି ଦେଖାଯାଏ ତୁମେ ଲକ୍ଷ୍ୟ କରିଥିବ? ପିଲାମାନେ କହିଲେ, ହଁ। କହିଲେ, ତେବେ କହିଲ ତୁମ ଭିତରୁ କାହାକୁ କେଉଁ ଋତୁଟି ଭଲ ଲାଗେ ଆଉ କାହିଁକି ଭଲ ଲାଗେ? ଜେଜେ ପଚାରୁଛନ୍ତି ନାତି ନାତୁଣୀକୁ। ସେଠୁ ମିତା କହୁଛି, ମୋତେ ବର୍ଷା ଋତୁ ଭାରି ଭଲ ଲାଗେ, କାହିଁକି ନା ଏହି ସମୟରେ ପ୍ରଚୁର ପାଣି ମିଳେ, ଗାଧୁଆ ପାଧୁଆ ଓ ଧୁଆଧୁଇରେ ଖୁବ୍ ସୁବିଧା ହୁଏ, ଚାରିଆଡ଼ ନୂଆ ଗଛପତ୍ରରେ ସୁନ୍ଦର ଦେଖାଯାଏ, ବଗିଚାରୁ ବହୁତ ପନିପରିବା ମିଳେ, ଫଳ ଫୁଲ ବି ମିଳେ। ସେଠୁ ଜେଜେ ତାଙ୍କ ନାତିକୁ ଚାହିଁକି କହୁଛନ୍ତି, ମିଟୁ ତୁ କହ ତତେ କେଉଁ ଋତୁ ଭଲ ଲାଗେ? ମିଟୁ ହେଉଛି ପଞ୍ଚମ ଶ୍ରେଣୀରେ ପଢ଼େ। ସେ କହିଲା, ଜେଜେ ମୋତେ ଶୀତ ଋତୁରେ ଭାରି ଭଲ ଲାଗେ, କାରଣ ଏହି ସମୟରେ ଗରମ ବା ବର୍ଷା ନଥାଏ, ଦେହକୁ କଷ୍ଟ ହୁଏ ନାହିଁ, ଆଉ ଲୋକମାନେ ବିଲରୁ ଫସଲ ଅମଳ କରନ୍ତି, ବାଡ଼ି ବଗିଚାରୁ ନାନା ପ୍ରକାର ପନିପରିବା ମିଳେ, ସଭିଏ ମନ ଖୁସିରେ ପୁନେଇ ପର୍ବ ପାଳନ୍ତି ଆଉ ଚଳନ୍ତି ମନ ଖୁସିରେ। ଏବେ ବଡ଼ ନାତୁଣୀର ପାଳି ପଡ଼ିଲା, ସେ ସପ୍ତମ ପଢ଼େ। ମାଧବୀ କହିଲା, ଜେଜେ ମୋତେ ଗ୍ରୀଷ୍ମ ଋତୁ ଭାରି ଭଲ ଲାଗେ, ଏହି ଋତୁରେ ବର୍ଷା କାଦୁଅ ନଥାଏ କି ଶୀତ ଦେହରେ ଥରୁ ନଥାଏ, ଚାରିଆଡ଼ ସଫାସୁତୁରା ଦେଖାଯାଏ, ବେଳେବେଳେ ଟାଣ ଖରା ହେଲେ ବି ଏହି ଋତୁ ପାଇଁ ପୃଥିବୀରେ ବର୍ଷା ହୁଏ। ଜେଜେ ତାଙ୍କ ନାତି ନାତୁଣୀର କଥାକୁ ଶୁଣିକି ଖୁସି ହେଲେ, ହସିଲେ। ସାନ ନାତୁଣୀ ମିତା ପଚାରିଲା, ଜେଜେ ତୁମେ ହସିଲ କାହିଁକି? ତୁମକୁ କେଉଁ ଋତୁ ଭଲ ଲାଗେ ତୁମେ କହୁନ? ଜେଜେ କହିଲେ, ମୋତେ ସବୁ ଋତୁ ଭଲ ଲାଗେ, ସବୁ ମାସ ମୋତେ ଭଲ ଲାଗେ। ଯେଉଁ ଋତୁ ହେଉନା କାହିଁକି ତାହା ଆମର କିଛି ନା କିଛି ଉପକାର କରେ, ଆଉ ସବୁ ଋତୁ ଆମ ପାଇଁ ଭଲ ଆଉ ସୁନ୍ଦର। ସବୁ ଋତୁ ସହ ଆମକୁ ଖାପ ଖୁଆଇ ଚଳିବାକୁ ପଡ଼ିବ। ଆମେ ଯେହେତୁ ମଣିଷ, ଆମକୁ ସବୁ ଋତୁ ସହିତ ଖାପ ଖୁଆଇ ଚଳିବାକୁ ପଡ଼ିବ। ସେମିତି ମୋ ମନର ପ୍ରଶ୍ନ ହେଉଛି ଯେ ଏମିତି ଯେ ବାର ଗୁଡ଼ାକ ଆମେ କରୁଛନ୍ତି, ଏଇ ବାରରେ ଝିଅ ଯିବ ନାହିଁ, ଏତେ ଦିନରେ ଯିବ ନାହିଁ, 13 ଦିନରେ ଆମେ ଘରୁ ବିଦା ହେବା ନାହିଁ, 3 ଦିନରେ ବିଦା ହେବା ନାହିଁ, ଏଇ ଯେଉଁ ପ୍ରଶ୍ନ ଆସୁଛି ମନରେ, ବା ଆମେ ଏଇ ଦିନରେ ଆମେ ଖାଇବା, ଆଇଁଷ ଖାଇବା, ଏଇ ଦିନରେ ଖାଇବା ନାହିଁ, ଏଇ ଯେଉଁ ଜିନିଷ ହେଉଛି ଓଲଟିଆ ଆସୁଛି, ଇଏ କାହା ମନରେ କ'ଣ ହେଇପାରେ ମୁଁ କହିପାରିବି ନାହିଁ। କିନ୍ତୁ ଏ ଯେଉଁ ପ୍ରଶ୍ନଟି ଆସିଛି ଆମକୁ ମନକୁ ବୁଝେଇବାକୁ ପଡ଼ିବ ବୋଧେ, କହିବାକୁ। ଏଇଥିପାଇଁ ମୁଁ ଚିନ୍ତା କରୁଛି ଯେ ଆମକୁ ମନଟାକୁ ସବୁବେଳେ ବୁଝେଇବାକୁ ପଡ଼ିବ ଯେ ଆମେ ସବୁ ଋତୁ ଆମ ପାଇଁ ଭଲ, ଦୁଃଖ ଆଉ ସୁଖ ଏ ଦୁଇଟାଙ୍କ ଆମ ପାଇଁ ହିଁ ଉଦ୍ଦିଷ୍ଟ। ଆମେ ଯଦି ଦୁଃଖ ପାଇବାନି, ସୁଖର ଉପଲବ୍ଧି ବି ପାଇବାନି। ଯଦି ଦିନ ନଥାଏ ତାହେଲେ ରାତିର ଅନ୍ଧକାରଟା ଆମକୁ ଶୀତଳତା ଦିଏ ନାହିଁ, ଯଦି ରାତି ନଥାଏ ତାହେଲେ ଦିନର ଆଲୋକ ଆମକୁ ଖୁସି ଦେଇପାରେ ନାହିଁ। ସେମିତି ମିଠା ନାହିଁ ତ ପିତାର ମୂଲ୍ୟ ବୁଝିପାରିବା ନାହିଁ, ପିତା ନାହିଁ ତ ମିଠାର ସ୍ୱାଦଟା ଆମକୁ ଜଣାପଡ଼ିବନି। ସେମିତି ଆମକୁ ବୁଝେଇବାକୁ ପଡ଼ିବ। ସେଇ ଯେଉଁ ଲୋକମାନେ ଆମକୁ କହୁଛନ୍ତି ଏମିତି ଯେଉଁ ବାର ଖରାପ, ଅମୁକ ଠାକୁର ଦେବତା ଇଏ ହେଉଛନ୍ତି ଖରାପ, ଆମକୁ ଖରାପ କେହି ଖରାପ ନୁହେଁ, ସବୁ ସମାନ ଦୃଷ୍ଟି ଦେଖନ୍ତି ଆମକୁ। କେହି ଆମ ପାଇଁ ଭଲ ନୁହେଁ ନା କେହି ଆମକୁ ଖରାପ ନୁହେଁ, ଆମ ପାଇଁ ସମସ୍ତେ ଆମ ପାଇଁ ଭଲ, ସବୁ ବାର ବି ଭଲ, ସବୁ ଋତୁ ବି ଭଲ, ସବୁ ମାସ ବି ଆମ ପାଇଁ ଭଲ, ସବୁ ଦିନ ସବୁ ସମୟ ଆମ ପାଇଁ ଯଦି ଆମେ ଧରି ନେବା ଭଲ। କାହିଁକିନା ସେଠି ଆମକୁ ବୁଝେଇବାକୁ ପଡ଼ିବ, ଯେଉଁ ଲୋକଟି କହିଲେ ଯେ ଅମୁକ ବାରରେ ଆସିଥିଲା ବୋଲି ସେ ବୋହୂଟି ବା ସେ ଝିଅଟି ଏମିତି ଖରାପ ଗୁଣର ହେଲା କିମ୍ବା ନା, ଯାହାର ଯାହା ପ୍ରକୃତି, ସେ ପ୍ରକୃତିଟା ନିଶ୍ଚୟ ସେ ବାହାରିବ। ଯେମିତି କଥାରେ ଅଛି, ପ୍ରକୃତି ନୈବ ମୁଞ୍ଚନ୍ତେ,
ପ୍ରକୃତି ଯାହାର ଯେମିତି ସିଏ ଯେତେବେଳେ ହେଲେ ବି ବାହାରିବ। ତେଣୁ ତାଙ୍କ ସହିତ ଆମକୁ ସାଲିସ କରିବାକୁ ପଡ଼ିବ, ନହେଲେ ଆମେ ଦୁଃଖ ପାଇବା। ତାଙ୍କ ସହିତ ତାଙ୍କୁ ଆମକୁ ଭଲ କରିବାକୁ ପଡ଼ିବ, ଭଲ ବାଟରେ ନେବାକୁ ପଡ଼ିବ, ଭଲ ଭାବରେ ବୁଝେଇବାକୁ ପଡ଼ିବ, ସେମାନଙ୍କୁ ବୁଝେଇକି ଭଲ କରିବାକୁ ପଡ଼ିବ ଆମକୁ। ଆଉ ଗୋଟେ କଥା ଅଛି, ଅଙ୍ଗାର ସତ ଧୋଇ ତେଣୁ ମଳିନ ନ ଯାଆତେ। ଅଙ୍ଗାରକୁ ଯେତେ ଧୋଇଲେ ବି ହେବ ନାହିଁ। ଆଉ ଗୋଟେ ଅଛି ଯେ କୁକୁର ଲାଙ୍ଗୁଡ଼ ବଙ୍କା ରହିବ ହିଁ ରହିବ, ଚାହେଁ ତୁମେ ବର୍ଷ 12 ବର୍ଷ ପର୍ଯ୍ୟନ୍ତ ନଳରେ ପୁରି ରଖିଲେ ବି ସେଇଆ ହେବ। ତେଣୁ ଆମକୁ ହିଁ ଆଡ଼ଜଷ୍ଟ କରିବାକୁ ପଡ଼ିବ। ସବୁ ପ୍ରକୃତି ବା ସବୁ ସମୟ ସହିତ ଆମକୁ ସାଲିସ କରି ଚଳିବାକୁ ପଡ଼ିବ। ସବୁ ପ୍ରକୃତି ପ୍ରବୃତ୍ତି ଉପରେ ଆମକୁ ଦମନ କରିବାକୁ ପଡ଼ିବ, ଆମ ମନକୁ ହିଁ ଦମନ କରିବାକୁ ପଡ଼ିବ। ପ୍ରକୃତି ପ୍ରବୃତ୍ତି କୁଚିନ୍ତାଧାରା, କୁଚିତ କଦାକାର ମାନସିକତା, ମନର ଭାବନା ଓ ଭାବଧାରା, ମନରେ ଥିବା ଅନ୍ଧବିଶ୍ୱାସ କୁସଂସ୍କାରକୁ ହଟାଇବାକୁ ଆମକୁ ପଡ଼ିବ। ଆଉ ଆମ ନିଜକୁ ବା ଆମ ନିଜର ଭାବନାକୁ ସବୁ ଭଲ କରିବାକୁ ପଡ଼ିବ। ଆଉ ଶୁଦ୍ଧ ସ୍ୱଚ୍ଛ ମନରେ ରହିବାକୁ ଆମକୁ ପଡ଼ିବ। ସ୍ୱଚ୍ଛ ମନକୁ ସ୍ୱଚ୍ଛ କରିବାକୁ ପଡ଼ିବ। ସବୁ ବାର ଆମ ପାଇଁ ସମାନ, କେବଳ ମନକୁ ସେଇ ଅନୁସାରେ ଭଲ କରି ଗଢ଼ି ତୋଳିବା ଓ ମନର ପରିଭାଷା ଭାବନାକୁ ସୁନ୍ଦର କରିବା ସହ କଥାଭାଷାକୁ ସୁନ୍ଦର କଲେ ଯାଇ ଆମେ ପ୍ରତିଦିନ ଆମ ପାଇଁ ସୁନ୍ଦର ଆଉ ମଙ୍ଗଳମୟ ହୋଇ ବସିବ, କଲ୍ୟାଣୀମୟ ସାଜି ବସିବ। ତେଣୁ ଆମ ନିଜକୁ ଆମେ ଭଲ କରିବା, ନିଜକୁ ଭଲ କଲେ ନିଜେ ଭଲ ମଣିଷଟିଏ ହେବା। ଆମ ପାଇଁ ସମସ୍ତେ ଦୁନିଆଟା ବି ଭଲ ହେଇ ବସିବ, ସବୁ ମଣିଷ ହିଁ ଭଲ ହେଇ ବସିବେ। ସମସ୍ତଙ୍କୁ ଆମେ ଯଦି ଭଲ ପାଇ ବସିବା, ସମସ୍ତେ ଆମ ପାଇଁ ଭଲ ପାଇ ବସିବେ, ସମସ୍ତେ ଆମ ପାଇଁ ଭଲ ହେଇଯିବେ। ଆଉ ଏଥିରେ ସନ୍ଦେହ କରିବାରେ ହିଁ ନାହିଁ। ସେଇଥିପାଇଁ ତ କୁହାଯାଇଛି ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟା ସର୍ବେ ସନ୍ତୁ ନିରାମୟା ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିତ୍ ଦୁଃଖ ଭବେତ୍। ଏବଂ ଶାନ୍ତି 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 ପାଇବା ପାଇଁ ହେଲେ ନିଜକୁ ପ୍ରଥମେ ବଦଳାଇବାକୁ ପଡ଼ିବ, ନିଜକୁ ସାଧନା କରିବାକୁ ପଡ଼ିବ। ଆଉ